ଶ୍ରୀକୃଷ୍ଣ କେବଳ ଏକ ଦେବତା ରୁହନ୍ତି, ସେ ଥିଲେ ପ୍ରେମ ଓ ଧର୍ମର ଜୀବନ୍ତ ଶିକ୍ଷକ। ତାଙ୍କ ପ୍ରେମ ମାନେ କେବଳ ରାଧା ପାଇଁ ନୁହେଁ, ବରଂ ସେ ଦୁନିଆକୁ ଶିଖାଇଥିଲେ ଯେ ସତ ପ୍ରେମ ହେଉଛି ନିର୍ଲୋଭ, ନିର୍ମଳ ଓ ଦେବତା ସମାନ। ଏଠି ଶ୍ରୀକୃଷ୍ଣ ଦୁନିଆକୁ ଦେଇଥିବା ପ୍ରେମର ବାର୍ତ୍ତା ଗୁଡ଼ିକ କିଛି ସରଳ ଭାଷାରେ ଦିଆଯାଇଛି। ପ୍ରେମ କେବେ ବିକ୍ରୟ ହୁଏ ନାହିଁ, ସେ ହେଉଛି ହୃଦୟର ଦାନ। ଯେଉଁଠି ଭଲ ପାଇବା ଅଛି, ସେଠି ଭଗବାନ ଅଛନ୍ତି। ସତ ପ୍ରେମରେ ସ୍ୱାର୍ଥ ନଥାଏ, ସେ କେବଳ ଦେବା ଜାଣେ। ପ୍ରେମ ହେଉଛି ଦୁଇ ଆତ୍ମାର ସଂଯୋଗ, କେବଳ ଦେହର ନୁହେଁ। ଯେ ଭଲ ପାଏ ଭଗବାନଙ୍କୁ, ସେ ସବୁ ଜୀବକୁ ଭଲ ପାଏ। ଭକ୍ତି ଓ ପ୍ରେମ ଦୁଇଟି ମିଶିଲେ ହୃଦୟ ଶୁଦ୍ଧ ହୁଏ। ପ୍ରେମ ମାନେ ଅନ୍ୟଙ୍କ ସୁଖରେ ସୁଖୀ ହେବା। ରୂପ ମହତ୍ୱପୂର୍ଣ୍ଣ ନୁହେଁ, ନିର୍ମଳ ହୃଦୟ ହେଉଛି ପ୍ରେମର ଆଧାର। ପ୍ରେମ ମାନେ ନିଜକୁ ଭୁଲି ଅନ୍ୟର ସେବା କରିବା। ଯେ ଭଲ ପାଏ ଭୟ ଓ ଅଭିମାନ ବିନା, ସେହି ପ୍ରେମ ସତ। ପ୍ରେମ ନିଜେ ଏକ ଭଗବତ ମାର୍ଗ, ଯେଉଁଠି ଅହିଂସା ଓ ଶାନ୍ତି ରହେ। ପ୍ରେମ ମାନେ ଦେହ ନୁହେଁ, ମନ ଓ ଆତ୍ମାର ଏକତା ହୋଇଥାଏ। ଯେଉଁ ହୃଦୟରେ ପ୍ରେମ ଅଛି, ସେଠି ଶତ୍ରୁ ମଧ୍ୟ ମିତ୍ର ହୋଇଯାଏ। ସତ ପ୍ରେମ ସମୟ ଓ ଦୂରତା ମଧ୍ୟ ଭୁଲେଇ ଦିଏ। ପ୍ରେମ କେବେ ବିଦାୟ ନିଏ ନାହିଁ, ସେ ମନରେ ସବୁବେଳେ ଅମର ରୁହେ। ଯେଉଁ ପ୍ରେମରେ ଲୋଭ ନାହିଁ, ସେହି ପ୍ରେମ ଶ୍ରୀକୃଷ୍ଣଙ୍କୁ ପ୍ରିୟ। ପ୍ରେମ ହେଉଛି ଧର୍ମର ମୂଳଦୁଆ, ତା ବିନା ଜୀବନ ନିରର୍ଥକ। ଶ୍ରୀକୃଷ୍ଣ କୁହନ୍ତି, ମୁଁ ରାଧାର ନୁହେଁ, ମୁଁ ପ୍ରେମରେ ଅଛି, ଯେପରି ଭଗବାନ ସବୁଠି ଅଛନ୍ତି। ଶ୍ରୀକୃଷ୍ଣ କହିଥିଲେ ଯେ ସତ୍ୟ ପ୍ରେମ ହେଉଛି ନିଷ୍କାମ ଓ ନିରାସକ୍ତ। ସେହି ପ୍ରେମରେ କୌଣସି ସ୍ୱାର୍ଥ, ଆଶା କିମ୍ବା ଆବଶ୍ୟକତା ନଥାଏ। ପ୍ରେମ ମାନେ କେବଳ ଦେବା, ନେବା ନୁହେଁ। ଯେଉଁ ପ୍ରେମରେ ଦୟା, କ୍ଷମା, ସମର୍ପଣ ରହିଥାଏ, ସେହି ପ୍ରେମ ହେଉଛି ଭଗବାନଙ୍କର ପ୍ରିୟ। ଶ୍ରୀକୃଷ୍ଣ ରାଧାଙ୍କ ସହ ପ୍ରେମ ଦ୍ୱାରା ଜଗତକୁ ଦେଖାଇଲେ ଯେ ପ୍ରେମ ଶରୀରର ସୀମା ଭିତରେ ନୁହେଁ, ସେ ହେଉଛି ଆତ୍ମାର ଏକତା। ସତ୍ୟ ପ୍ରେମ କେବେ ଅଲଗା ହୁଏନି, ଯେପରି ରାଧା କୃଷ୍ଣ ଦୁଇଜଣ ଦେହରେ ଅଲଗା ହେଲେ ମଧ୍ୟ ହୃଦୟରେ ଏକ ଅଟନ୍ତି। ଦର୍ଶକ ବନ୍ଧୁ, ଭିଡ଼ିଓଟି କେମିତି ଲାଗିଲା କମେଣ୍ଟ କରି ନିଶ୍ଚୟ ଜଣାଇବେ। ଭଲ ଲାଗିଥିଲେ ଲାଇକ୍ ଏଣ୍ଡ ସେୟାର କରିଦେବେ। ଏଭଳି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବେ।